ଏ ମୋ ତାଙ୍କ ମା ଯାଉଥିଲା ଆଉ ମୋ ନାନୀ ଆଚ୍ଛା ଆଉ ଗୋଟେ ତାଙ୍କର ଏଇଟା ତାଙ୍କ ପେସେଣ୍ଟ ମାର ତାଙ୍କର ଚିହ୍ନା ପରିଚୟ ଗୋଟେ ପୁଅକୁ ବାଇକରେ ଯାଉଥିଲେ ସିଆଡ଼େ ଗୋଟେ ବୁଲିମରାନ ଗାଁ ହଉଥିଲା ସେଇଠି ଯାଉଥିଲେ ବୁଲିବାକୁ ଆଚ୍ଛା କୋଉ ଜାଗାରେ ଆକ୍ସିଡେଣ୍ଟ ହେଲା? ଏଇ ବେତନଟି ପାଖରେ ଆକ୍ସିଡେଣ୍ଟ କଣ ଆକ୍ସିଡେଣ୍ଟ କେମିତି ଆକ୍ସିଡେଣ୍ଟ ହେଲା ସେଟା ତ ଆକ୍ସିଡେଣ୍ଟ ପାଖରେ ଆମେ ତ ଥିଲେନି ହଁ ଆମେ ତ ଘରେ ଥିଲେ। କୋଉଠି ବସିଥିଲା ଗାଡି? ଝିଅ କେମିତି କେମିତି ବସିଥିଲା ଆମେ ସେଟା ଜାଣିନୁ। ହଁ ତାପରେ ତମେ ଖବର ପାଇଲ କଣ ଆମେ ହେଇଛି? ଖବର ପାଇଲେ ଯେ ବେତନଟି ହସ୍ପିଟାଲରୁ ଫୋନ୍ ଆସିଲା ଏଇଟା ଆସିଲା ତମର ଯେ ଏମିତି ରିଲେଟିଭ ହସ୍ପିଟାଲ ଆମର ଅଛନ୍ତି ଶୀଘ୍ର ଆସିକି ପହଞ୍ଚେ ଆମେ ଯାଇକି ପହଞ୍ଚିଲା ବେଳକୁ ଆମର ରିଲେଟିଭ ଯାଇକି କହିଲେ ମା ଆଉ ତୁମ ଏଇ ଝିଅଟାକୁ ନେଉଛେ ବାରିପଦା ଆଉ ଛୁଆଟାକୁ ନେଇଯାଅ କଟକ। ଆଚ୍ଛା ଗୋଡଟା କେମିତି କୋଉ ଗୋଡ ଡାହାଣ ପଟ ବାଁ ପଟ? ଏଇ ବାଁ ପଟଟା କେମିତି କଣ କୋଉଠୁ କଟି ଯାଇଥିଲା ପୁରା? ଏଇ ମାନେ ଆଣ୍ଠୁ ପାଖରେ ଆଣ୍ଠୁ ପାଖରୁ ପୁରା ଆକ୍ସିଡେଣ୍ଟ ହେଇଯାଇଛି। କେମିତି ନେଇକି ଆସିଲା ତାକୁ? ଆଣ୍ଠୁଟା କେମିତି ଆଣିଲ? ଗୋଡଟା କେମିତି ନେଇକି? ଏଇ ତଳ ଗୋଡଟାକୁ ଏଇ ପେଟିରେ ଗୋଟେ ଆଇସରେ ଝରିରେ ଭର୍ତ୍ତି ହେଇକି ପୁରା ଫିଟିଂ କରିକି ପୁରେଇ ଦେଇଥିଲି। କେତେବେଳୁ ବାହାରିଲେ କେତେବେଳେ ପହଞ୍ଚିଲେ? ବାହାରିଲେ କେତେବେଳେ ମାନେ ସେ 6ଟା 6:30 ହେଇଥିଲା ସନ୍ଧ୍ୟା ବେଟର ହଁ ସନ୍ଧ୍ୟା ଏଠି ପହଞ୍ଚିଲେ କେତେ ରାତି? ଏଠି ପହଞ୍ଚିଲେ 9ଟା 10ଟା ଭିତରେ। ଅପରେସନ କେତେବେଳୁ କଣ ଆରମ୍ଭ ହେଲା? ସଇଲେ କେତେବେଳେ? ଅପରେସନ ଆରମ୍ଭ ହେଲା ସେ 12ଟା 12:30 ଭିତରେ ସରିଲା ସରିଲା ସେ 3ଟା 3:30 ତାପର ଦିନ କେମିତି କଣ ହେଲା? ପିଲା କେମିତି ଆସିଥିଲେ? ତାପର ଦିନ ତାଙ୍କର ପୁରା ହୁଶ ଥିଲାନି ଦିନ ସାରା ପୁରା ସେମିତି ଚୁପଚାପ ହେଇଥିଲା ଆଉ ରାତି ପାଇତେ ବେଳକୁ ତାଙ୍କ ଟିକେ ଟିକେ ଆଖି ମାନେ ଖୁଲିଗଲା ଟିକେ ଦେଇକି ତାପର ଦିନକୁ ଘରେ ଟିକେ କଥାବାର୍ତ୍ତା ହେଲା ଆଉ ଏବେ ବି ଟିକେ କଥାବାର୍ତ୍ତା ହେଇଛି କହୁଛି ସେ ପାଣି ଶୋଷ ଲାଗୁଛି ଭାତ ଖାଇବି ଭାତ ଭୋକ ଲାଗୁଛି ଜୁସ୍ ଦିଅ ପାଣି ଦିଅ ଫ୍ରିଜରୁ ଥଣ୍ଡା ପାଣି ଦିଅ ଏମିତି କହୁଛି। ଗୋଡଟା ଲାଗିଯାଇଛି? ହଁ ଗୋଡଟା ଲାଗିଯାଇଛି ଆସିଲେ ବୋଲେ ଗୋଡଟା ଯାହା ଟିକେ ଲାଗିଯିବ। ଭାବିଥିଲେ କେବେ ଯେ ଗୋଡଟା ଯୋଉ ବରଫରେ ନେଇକି ଆସୁଛି ଗୋଡ ଲାଗିପାରିବ ଚିନ୍ତା କରୁଥିଲା? ସେମିତି କେବେ ଭାବିନଥିଲି। କଣ ଭାବିଥିଲ? ମୁଁ ଭାବିଥିଲି ଆଉ ଏ ଗୋଡ ଯେ ଖଣ୍ଡିଆ ହେଲା ଏ ଗୋଡ ଲାଗିପାରିବନି। ଆଚ୍ଛା ଯେହେତୁ ଲାଗିଲା ଏବେ ଡାକ୍ତର କଣ କହିବ କଣ? ମୋ ଲାଗି ତ ଡାକ୍ତର ତ କହୁଛନ୍ତି ଲଗେଇ ଦେଇଛି ତ ଭଲ ହବ ବୋଲି ଆମର ବି ଆଶା ଚାଲିଛି। ଚାଲିବ ଦେଇକି କହୁଛନ୍ତି 10-15 ଦିନ କାନ୍ତର ରୁହ କିସ ହଉଛି ଦେଇକି ଆମେ ଜଣେଇବା। ଯେତେବେଳେ ଆକ୍ସିଡେଣ୍ଟ ହେଲା ତା ପରେ ପରେ ଆମକୁ ଇନଫର୍ମେସନ୍ ଆସିଥିଲା ହେଲ୍ଥ ମିନିଷ୍ଟ୍ରିଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଫୋନ୍ କରିଥିଲେ ଆମର ରେଜିଷ୍ଟ୍ରାର ଆଡମିନିଷ୍ଟ୍ରେସନ୍ ସେ ବି ଇନଭଲ୍ଭ ହେଇଥିଲେ ଆଉ ତୁରନ୍ତ ଆମର ଟିମ୍ ରେଡ଼ି ଥିଲା ପେସେଣ୍ଟ ଏକ୍ସପେକ୍ଟେଡ୍ ଥିଲା 6ଟା ବେଳେ ପହଞ୍ଚିବା ଲାଗି ପହଞ୍ଚୁ 9ଟା ହେଲା ସେତେବେଳେ ହଁ ରାତି 9ଟା ହେଲା ପେସେଣ୍ଟର କିଛିଟା ହେଡ୍ ଇଞ୍ଜୁରି ଥିଲା ଆମେ ସେସବୁ ଦିଗ ଦେଖିକି ତାପରେ ପେସେଣ୍ଟକୁ ରିଇମ୍ପ୍ଲାଣ୍ଟେସନ୍ ପାଇଁ ନେଲୁ ରିଇମ୍ପ୍ଲାଣ୍ଟେସନ୍ ଆରମ୍ଭ କରୁ 11:30 ପାଖାପାଖି ହେଇଗଲା କେତେ ଗୁଡ଼େ ଚ୍ୟାଲେଞ୍ଜେସ୍ ଥିଲା ଆଇସିୟୁ ଆଭେଲେବିଲିଟି ଗୋଟେ ପ୍ରୋବ୍ଲେମ୍ ଥିଲା ସବୁ ସର୍ଟ ଆଉଟ୍ କରିକି ଆମେ ରିଇମ୍ପ୍ଲାଣ୍ଟେସନ୍ କଲୁ ଆମର ଟିମ୍ରେ ପ୍ଲାଷ୍ଟିକ୍ ସର୍ଜରୀ ଟିମ୍ରେ ଆମର 5 ଜଣିଆ ଟିମ୍ ଥିଲା ଡକ୍ଟର ବିଶ୍ୱଜିତ ମିଶ୍ର ଡକ୍ଟର ଦୀପକ ସାହୁ ଥିଲେ ଆଉ ଆନାସ୍ଥେସିଆର ଧୀରୁମୟୀ ମ୍ୟାଡ଼ାମ୍ ଥିଲେ ଅର୍ଥୋପେଡ଼ିକ୍ର ତାପସ ସାର୍ ଆଉ ତାଙ୍କ ଟିମ୍ ସୋ 3ଟା ଟିମ୍ ଆନାସ୍ଥେସିଆ ଟିମ୍ ପ୍ଲାଷ୍ଟିକ୍ ସର୍ଜରୀ ଟିମ୍ ଅର୍ଥୋପେଡ଼ିକ୍ସ ଟିମ୍ ମିଶିକି ଏଟାକୁ ଅଲମୋଷ୍ଟ 3 ଘଣ୍ଟା ଲାଗିଥିଲା ଅପରେସନ୍ ପରେ ପେସେଣ୍ଟ ଭେଣ୍ଟିଲେଟରରେ ଥିଲା ଆଉ ଭେଣ୍ଟିଲେଟର ସହିତ ତାକୁ ପେଡ଼ିଆଟ୍ରିକ୍ ଆଇସିୟୁ ପଠାଯାଇଥିଲା ପେଡ଼ିଆଟ୍ରିକ୍ ଆଇସିୟୁରେ ତାକୁ ବ୍ଲଡ଼ ଦିଆଯାଇଥିଲା ପେସେଣ୍ଟ ଷ୍ଟେବଲ୍ ହେଲା ପରେ କାଲି ଭେଣ୍ଟିଲେଟରରୁ ବାହାରିଛି ପେସେଣ୍ଟ ଇନିସିଆଲି କ୍ରିଟିକାଲ ଥିଲା ଏବେ ଟିକେ ବେଟର କଣ୍ଡିସନରେ ଅଛି ଷ୍ଟେବଲ୍ ଅଛି କିନ୍ତୁ କମ୍ପ୍ଲିଟଲି ଆଉଟ୍ ଅଫ୍ ଡେଞ୍ଜର ନାହିଁ ପେସେଣ୍ଟର ଗୋଡ଼ ଏପର୍ଯ୍ୟନ୍ତ ଭଲ ଅଛି ଗୋଡ଼ର ସାର୍କୁଲେସନ୍ ଭଲ ଅଛି ଆଉ ପେସେଣ୍ଟ ଇମ୍ପ୍ରୁଭ୍ କରୁଛି ଆଗକୁ ଆଉ 3-4 ଦିନ ଭିତରେ ପେସେଣ୍ଟର ଜେନେରାଲ କଣ୍ଡିସନ୍ ଇମ୍ପ୍ରୁଭ୍ କରିଗଲେ ଆମେ ତାକୁ ୱାର୍ଡକୁ ଆଣିବା ଲାଗି ପ୍ଲାନ୍ କରିଛୁ ଆଉ ଏଇ ଯେଉଁ ଗୋଡ଼ ଯୋଡ଼ା ହେଇଛି ଏଇଟା ଆମର ଏସିବି ଇତିହାସରେ ପ୍ରଥମ ଥର ପାଇଁ ଗୋଡ଼ ଯୋଡ଼ା ହେଇଛି କାହିଁକିନା ପ୍ରାୟତଃ ଆମର ହାତ ବେଶୀ ଯୋଡ଼ା ହୁଏ ଗୋଡ଼ ଯେଉଁ ଯୋଡ଼ା ହୁଏ ସେଟା ନର୍ମାଲି ଗାଡ଼ି ଚଢ଼ି ଯାଇଥାଏ କି ଟ୍ରେନ୍ ଚଢ଼ି ଯାଇଥାଏ ସେଥିରେ ଏତେ କ୍ରସ୍ ହେଇଯାଇଥାଏ ଯେ ଯୋଡ଼ିବା ଅବସ୍ଥାରେ ନଥାଏ ତ ଇଏ ଯେଉଁ ଗୋଡ଼ ଆସିଥିଲା ଏଥିରେ କ୍ରସ୍ ଏଲିମେଣ୍ଟ ବେଶୀ ନଥିଲା ଥାଇର ତଳ ଭାଗରେ କଟିଥିଲା ତ ଯେଉଁ ଟାଇପ୍ର କଟିଥିଲା ଆମକୁ ଯୋଡ଼ିବା ପାଇଁ ଏଇଟା ସମ୍ଭବ ହେଇଥିଲା ଆଉ ଯଦି ଏଇଟା ପେସେଣ୍ଟ ଷ୍ଟେବଲ୍ ରହେ ଗୋଡ଼ ସର୍ଭାଇଭ୍ କରିଯାଏ ତାହେଲେ ପେସେଣ୍ଟର ରିଜନେବଲ୍ ଫଙ୍କସନ୍ ଆସିବ।